ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଆଉ ଏହାରି ଭିତରେ ଗୋଟେ ଚୁକ୍ତି କଥା ସାମ୍ନାକୁ ଆସୁଛି। ପାକିସ୍ତାନ ଆଉ ସାଉଦି ଆରବ ଭିତରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି। କିନ୍ତୁ ଏହାର ପ୍ରକୃତ ଅର୍ଥ କ'ଣ? ସତରେ କ'ଣ ଏହାର କିଛି ଶକ୍ତି ଅଛି? ଚାଲନ୍ତୁ ଆଜି ଏହି ଜଟିଳ ପ୍ରଶ୍ନର ଗଭୀରତାକୁ ଟିକେଇହିବା। ତେବେ ସବୁଠୁ ବଡ଼ କଥା ହେଲା, ଗୋଟେ ପ୍ରତିରକ୍ଷା ଚୁକ୍ତି ମାନେ କ'ଣ? ଖାଲି କାଗଜପତ୍ରର ଖେଳ, ନା ଏହାର କିଛି ବାସ୍ତବ ପ୍ରଭାବ ବି ଥାଏ? ଯେତେବେଳେ ଦୁଇଟା ଦେଶ ଏମିତିର ଚୁକ୍ତି କରନ୍ତି, ତାର ପ୍ରକୃତ ଶକ୍ତି କେତେ? ଆଜି ଏହି ପ୍ରଶ୍ନର ଉତ୍ତର ହିଁ ଖୋଜିବା। କାହାଣୀର ଆରମ୍ଭ ହେଉଛି ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିରୁ, ଯେଉଁଠି ଲାଗୁଛି ସତେ ଯେମିତି ବାରୁଦ ଉପରେ ସମସ୍ତେ ବସିଛନ୍ତି। ଇରାନର ଲଗାତାର ଆକ୍ରମଣ ଯୋଗୁଁ ପୂରା ଅଞ୍ଚଳରେ ଉତ୍ତେଜନା ଏକଦମ ଚରମ ସୀମାରେ। ଆଉ ଏଇ ନିଆଁରୁ ହିଁ ଆମ ଆଜିର କାହାଣୀର ସୂତ୍ରପାତ ହେଉଛି। ଆଉ ଦେଖନ୍ତୁ, ଏଇଟା କିଛି ଗୁଜବ ନୁହେଁ, ଏକଦମ ବାସ୍ତବ କଥା। ସାଟେଲାଇଟ୍ରୁ ମିଳିଥିବା ଏହି ଚିତ୍ରଗୁଡ଼ିକ ନିଜେ ହିଁ ସବୁକିଛି କହୁଛି। ସ୍ପଷ୍ଟ ଭାବେ ଦେଖାଉଛି ଆକ୍ରମଣ କେତେ ଭୟଙ୍କର ଥିଲା। ସିଧା ସାଉଦି ଆରବର ଅର୍ଥନୀତିର ମେରୁଦଣ୍ଡ, ମାନେ ତାଙ୍କ ତୈଳ ଭିତ୍ତିଭୂମ ଉପରେ ଟାର୍ଗେଟ କରାଯାଇଥିଲା। ଏଥିରୁ ହିଁ ବୁଝାପଡ଼ୁଛି ଯେ ସଂଘର୍ଷ କେତେ ଗମ୍ଭୀର। ଆଚ୍ଛା, ତ ଏଇ ଯେଉଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଚାଲିଥିଲା, ଠିକ୍ ଏତିକିବେଳେ ପାକିସ୍ତାନ ସରକାର ଗୋଟେ ବଡ଼ ଦାବି ନେଇ ସାମ୍ନାକୁ ଆସିଲେ। ଚାଲନ୍ତୁ ଶୁଣିବା ତାଙ୍କର ସରକାରୀ ବୟାନ ପ୍ରକୃତିରେ କ'ଣ ଥିଲା। ଦେଖନ୍ତୁ, ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସହାକ ଦାର ସିଧାସଳଖ କହୁଛନ୍ତି, ଆମର ସାଉଦି ଆରବ ସହ ପ୍ରତିରକ୍ଷା ଚୁକ୍ତି ଅଛି। ମୁଁ ନିଜେ ସେଠି ଥିଲି, ଆଉ ଦେଖିଲେ ତ ସାଉଦି ଆରବ ବିରୁଦ୍ଧରେ କେତେ କମ୍ ପ୍ରତିକ୍ରିୟା ହେଲା। ମାନେ ସେ ସିଧାସଳଖ କହିବାକୁ ଚାହୁଁଛନ୍ତି ଯେ ତାଙ୍କର ସେଇ ଚୁକ୍ତି ହିଁ ଇରାନକୁ ଅଟକେଇ ଦେଲା, ଆଉ ଗୋଟେ ବଡ଼ ଯୁଦ୍ଧକୁ ଟାଳି ଦିଆଗଲା। ତ ସରକାରୀ ବୟାନକୁ ଯଦି ଆମେ ସରଳ ଭାଷାରେ ବୁଝିବା, ତାହେଲେ ପାକିସ୍ତାନ କହୁଛି ଯେ ତାଙ୍କର କଡ଼ା ଚେତାବନୀ ଯୋଗୁଁ ହିଁ ଇରାନ ଡରିକି ପଛକୁ ହଟିଗଲା। ଏଇଟା ହେଉଛି ସେମାନଙ୍କର ଦାବି, ଆଉ ଆଜି ଆମେ ଏଇ ଦାବିର ହିଁ ପୋଷ୍ଟମର୍ଟମ କରିବା। କିନ୍ତୁ କୁହନ୍ତି ନା, ପ୍ରତି ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ। ଏବେ ଚାଲନ୍ତୁ ଏହି ସରକାରୀ ଦାବିର ଆରପଟକୁ ଦେଖିବା, ମାନେ ବାସ୍ତବତାକୁ। ଆଉ ଏହି ବାସ୍ତବତା ଏକଦମ ଅଲଗା କାହାଣୀ କହୁଛି। ଏଇଠି ଦେଖନ୍ତୁ, କାହାଣୀରେ ସବୁଠୁ ବଡ଼ ଟ୍ୱିଷ୍ଟ ଆସୁଛି। ଗୋଟେ ପଟେ ପାକିସ୍ତାନ କହୁଛି ତା ଚେତାବନୀ ଯୋଗୁଁ ଆକ୍ରମଣ ବନ୍ଦ ହୋଇଗଲା, କିନ୍ତୁ ବାସ୍ତବତା ହେଉଛି ସେହି ଚେତାବନୀ ଦିଆଯିବା ପରେ ବି ଇରାନ ରିୟାଦରେ ଥିବା ଆମେରିକାର CIA ଷ୍ଟେସନ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏବେ କୁହନ୍ତୁ, ଏହା ପାକିସ୍ତାନର ଦାବି ଉପରେ ଗୋଟେ ବଡ଼ ପ୍ରଶ୍ନବାଚ ସୃଷ୍ଟି କରୁନି କି? ଆଉ ଯେତେ ଆମେ ଏହାର ଭିତରକୁ ଯାଉଛେ, କଥାଟା ଆହୁରି ଜଟିଳ ହେଉଛି। ଦେଖନ୍ତୁ, ନା ସାଉଦି ଆରବ କିଛି କହୁଛି, ନା ଇରାନ କିଛି ମାନୁଛି। କେହି ପାକିସ୍ତାନର ଭୂମିକାକୁ ସ୍ୱୀକାର କରୁନାହାନ୍ତି। ଆଉ ସବୁଠୁ ବଡ଼ କଥା, ଯେଉଁ ଦେଶ ନିଜ ସୀମାରେ ତାଲିବାନର ଆକ୍ରମଣକୁ ରୋକିପାରୁନି, ସେ ପୁଣି ସାଉଦି ଆରବକୁ କେମିତି ସୁରକ୍ଷା ଦେବ? ଏ କଥାଟା ଟିକେ ହଜମ ହେଉନି, ନୁହେଁ କି? ତେବେ ଏଥିରୁ ଗୋଟେ କଥା ତ ସ୍ପଷ୍ଟ ଯେ ଏହି ପ୍ରତିରକ୍ଷା ଚୁକ୍ତି କାହାଣୀରେ କିଛି ଗଡ଼ବଡ଼ ଅଛି। ତେବେ ଯଦି ଏଇଟା ପ୍ରକୃତ କାହାଣୀ ନୁହେଁ, ତାହେଲେ ପର୍ଦ୍ଦା ପଛରେ ଆଉ କ'ଣ ଚାଲିଛି? ଏବେ ଆମର ଆଲୋଚନା ସାମରିକ କ୍ଷେତ୍ରରୁ ବାହାରି ଗୋଟେ ନୂଆ ଯୁଦ୍ଧ କ୍ଷେତ୍ରକୁ ଯାଉଛି, ଆଉ ତାହା ହେଉଛି ସୂଚନା ଯୁଦ୍ଧ ବା ଇନଫର୍ମେସନ୍ ୱାର୍। ଆଜିକାଲି ଯୁଦ୍ଧ କେବଳ ସୀମାରେ ବନ୍ଧୁକ ଆଉ ଟ୍ୟାଙ୍କରେ ଲଢ଼ାଯାଉନି। ଆଉ ଗୋଟେ ବଡ଼ ଯୁଦ୍ଧ ଚାଲିଛି ଆମ ମୋବାଇଲ ସ୍କ୍ରିନ୍ ଉପରେ, ଡିଜିଟାଲ ଦୁନିଆରେ। ଆଉ ଏହି ଯୁଦ୍ଧ ହେଉଛି ଲୋକଙ୍କ ମତାମତକୁ, ତାଙ୍କ ଚିନ୍ତାଧାରାକୁ ନିୟନ୍ତ୍ରଣ କରିବାର ଯୁଦ୍ଧ। ଏବେ ଏହି ସଂଖ୍ୟାଟିକୁ ଦେଖନ୍ତୁ, 31। ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ବରଂ ଗୋଟେ ବଡ଼ ଅପପ୍ରଚାର ଅଭିଯାନର ପ୍ରମାଣ। ବିଶ୍ୱାସ କରିହେବନି, ପାକିସ୍ତାନରେ ବସିଥିବା ମାତ୍ର ଜଣେ ଲୋକ, ହଁ କେବଳ ଜଣେ, 31ଟା ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଥିଲା କେବଳ ଭୁଲ ତଥ୍ୟ ପ୍ରଚାର କରିବା ପାଇଁ। ଆଉ ସେମାନେ କାମ କରୁଥିଲେ କେମିତି ଜାଣିଛନ୍ତି? ବହୁତ ଚାଲାକିରେ। ପ୍ରଥମେ ପୁରୁଣା ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ହ୍ୟାକ୍ କରିଦେଉଥିଲେ, ତାପରେ ତାର ନାଁ ବଦଳାଇ ଦେଉଥିଲେ, ଯେମିତିକି ଇରାନ ୱାର୍ ମନିଟର। ତ ଲୋକଙ୍କୁ ଲାଗିବ ଏଇଟା ଗୋଟେ ପ୍ରକୃତ ନ୍ୟୁଜ୍ ସୋର୍ସ। ତାପରେ AI ବ୍ୟବହାର କରି ନକଲି ଯୁଦ୍ଧ ଭିଡିଓ ତିଆରି କରି ଧୁମ୍ ପୋଷ୍ଟ କରୁଥିଲେ। ଏମିତି ଭାବରେ ଅନଲାଇନରେ ଚାଲିଥିବା ଆଲୋଚନାକୁ ନିଜ ହିସାବରେ ବଦଳାଇ ଦେଉଥିଲେ। ତ ଏସବୁର ମୂଳ ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଲା ଲୋକଙ୍କ ମନରେ ଗୋଟେ ଭ୍ରମ ସୃଷ୍ଟି କରିବା। ଅନଲାଇନରେ ଗୋଟେ କାଳ୍ପନିକ ଯୁଦ୍ଧର ପରିସ୍ଥିତି ତିଆରି କରି ସରକାର ନିଜର ଦାବିକୁ ସତ୍ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ, ଯେମିତିକି ସମସ୍ତେ ଭାବିବେ ଯେ ହଁ, ପାକିସ୍ତାନର ପ୍ରତିରକ୍ଷା ଚୁକ୍ତି ବାସ୍ତବରେ କାମ କରୁଛି। ଆଚ୍ଛା, ତାହେଲେ ଆମେ ଜାଣିଲେ ଯେ ସାଉଦି ସହ ଚୁକ୍ତିର କାହାଣୀରେ ସନ୍ଦେହ ଅଛି, ଆଉ ଅନଲାଇନ ପ୍ରଚାର ବି ଗୋଟେ ଧୂଆଁ ବାଣ। ତେବେ ପ୍ରଶ୍ନ ଉଠୁଛି, ପର୍ଦ୍ଦା ପଛରେ ପ୍ରକୃତରେ କିଏ ଖେଳୁଛି? ଏଇ ଯେଉଁ ଭୂ ରାଜନୈତିକ ଖେଳ ଚାଲିଛି, ତାହାର ପ୍ରକୃତ ଚାଳକ କିଏ? ଚାଲନ୍ତୁ ଏବେ ସେଇଆକୁ ଖୋଜିବା। ଆଉ ଏଇଟି ପ୍ରକୃତ କାହାଣୀ ସାମ୍ନାକୁ ଆସୁଛି। ବିଶ୍ଳେଷକମାନେ କହୁଛନ୍ତି, ପାକିସ୍ତାନର କାର୍ଯ୍ୟକଳାପ ପଛରେ ସାଉଦି ଆରବ ନୁହେଁ, ବରଂ ଆମେରିକା ଅଛି। ମାନେ ଇରାନ ବିରୋଧରେ ପାକିସ୍ତାନ ଯଦି କୌଣସି ବଡ଼ ପଦକ୍ଷେପ ନିଏ, ତାହା ସାଉଦି ସହ ଚୁକ୍ତି ପାଇଁ ନୁହେଁ,
ବରଂ ଆମେରିକାର ଚାପ ଯୋଗୁଁ ହେବାର ସମ୍ଭାବନା ଅଧିକ। ତେଣୁ ସେହି ସରକାରୀ ଦାବି ଆଉ ଅନଲାଇନ୍ ପ୍ରଚାର ସବୁକିଛି ଏହି ପ୍ରକୃତ କାରଣକୁ ଲୁଚେଇବା ପାଇଁ ଗୋଟେ ପର୍ଦ୍ଦା ଭଳି କାମ କରୁଛି। ଆଉ ଏହି ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହି ବୟାନକୁ ଦେଖନ୍ତୁ। ଆଫଗାନିସ୍ତାନ, ଇରାନ ଆଉ ଭାରତ ସମସ୍ତେ ମିଶି ପାକିସ୍ତାନକୁ ଗୋଟେ ଦୁର୍ବଳ ରାଜ୍ୟରେ ପରିଣତ କରିବାକୁ ଚାହୁଁଛନ୍ତି। ଏଇଟା ବହୁତ ବଡ଼ କଥା, କାରଣ ପାକିସ୍ତାନର ଶତ୍ରୁ ତାଲିକାରେ ଆଫଗାନିସ୍ତାନ ଆଉ ଭାରତ ତ ସବୁବେଳେ ଥିଲେ, କିନ୍ତୁ ଏବେ ସେଥିରେ ଇରାନର ନାଁ ବି ଯୋଡ଼ି ଦିଆଯାଇଛି। ଏହା ଦେଶ ଭିତରେ ଗୋଟେ ନୂଆ ମାହୋଲ ତିଆରି କରିବାର ଚେଷ୍ଟା, ଯାହା ଭବିଷ୍ୟତରେ କୌଣସି ସଂଘର୍ଷ ପାଇଁ ରାସ୍ତା ତିଆରି କରିପାରେ। ତ ଶେଷରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି, ଆଜିର ଦୁନିଆରେ ଯେତେବେଳେ ସୂଚନା ନିଜେ ଗୋଟେ ଅସ୍ତ୍ର, ପ୍ରକୃତ ଯୁଦ୍ଧ କେଉଁଠି ଲଢ଼ାଯାଉଛି? ସୀମାରେ ନା ଆମ ସମସ୍ତଙ୍କର ସ୍କ୍ରିନ୍ ଉପରେ, ଯେଉଁଠି ଧାରଣାକୁ ଗଢ଼ାଯାଏ, ଭଙ୍ଗାଯାଏ ଆଉ ପୁରା ଦୁନିଆର ମତାମତକୁ ବଦଳାଇ ଦିଆଯାଏ? ଏ ବିଷୟରେ ଟିକେ ଭାବିବାର ଅଛି, ନୁହେଁ କି?